ସ୍ଥିର କରି ଏକ ପର୍ବତ ନିର୍ମାଣ କରିବାକୁ ଆଦେଶ ଦେଇଥିଲେ। ଏହି ପର୍ବତର ଦୁଇଟି ଶୃଙ୍ଗ ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ହୋଇଥିବାରୁ ପ୍ରଥମ ଶୃଙ୍ଗର ନାମ ବ୍ରହ୍ମାଦ୍ରି ଓ ଦ୍ୱିତୀୟର ନାମ ପଦ୍ମାଦ୍ରି ରହିଲା। ଏବଂ ବ୍ରହ୍ମାଦ୍ରି ପର୍ବତ ଉପରେ ସମସ୍ତ ଦେବଗଣଙ୍କୁ ନେଇ ଅଚିନ୍ତ୍ୟ ଅନନ୍ତ ଓ ଅବ୍ୟକ୍ତ ଚତୁର୍ଭୁଜ ରୂପରେ ବାହାରି ଅସୁରଦ୍ୱୟଙ୍କୁ ବିନାଶ କଲେ। ଯଜ୍ଞ ଅନଳରୁ ବାହାରିଥିବାରୁ ମୋର ଦେହରେ ଜ୍ୱାଳା ହେଉଛି ବୋଲି କହିବାରୁ ବ୍ରହ୍ମା ତାଙ୍କ ଶ୍ରୀଅଙ୍ଗରେ ଚନ୍ଦନ ଲାଗି କରାଇ ହଜାର ଉପଚାରରେ ପୂଜା କରିଥିଲେ। ଏହି ପ୍ରଭୁ ଶ୍ରୀନୀଳମାଧବ 81 ହାତରେ ଶଙ୍ଖ ଚକ୍ର ଅଭୟ ବରଦ ମୁଦ୍ରାଙ୍କିତ, ଯାହାଙ୍କ ପାର୍ଶ୍ୱଦ୍ୱୟରେ ଲକ୍ଷ୍ମୀ ଓ ସରସ୍ୱତୀ ପାଦ ପଦ୍ମରୁ ଗଙ୍ଗା ନିର୍ଭର ବେଳେ ମାଧବ ନୀଳକୃଷ୍ଣରେ ଗଠିତ ହୋଇଥିବାରୁ ନାମ ତାଙ୍କର ନୀଳମାଧବ। जंत्रस्तु बन्देषु धियो निखिल पृथिव्यः पौराणि उपनिषद स्तुति କିଛି ଦିନ ପାହାଡ଼ରେ ବ୍ରହ୍ମାଙ୍କ ଦ୍ୱାରା ପୂଜିତ ହେବା ପରେ ଏକ ବର୍ଷ ନୀଳାଚଳକୁ ଯାଇ ମହାରାଜାଙ୍କୁ ଭଲ ନା वैष्णव